କଥା ଅତୀତର ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ। ଆଜି ମୁଁ ଗୋଟେ ବଢ଼ିଆ ହରର ଷ୍ଟୋରି ନେଇକି ଆସିଛି, ଯେଉଁ କାହାଣୀରେ କି ଭଲ ଟ୍ୱିଷ୍ଟ ଅଛି। କାହାଣୀକି ଶେଷ ଯାଏଁ ଦେଖନ୍ତୁ, ଏନ୍ଜୟ କରନ୍ତୁ। ଭଲ ଲାଗିଲେ ସେୟାର ନିଶ୍ଚୟ କରିବେ ଆଉ ଲାଇକ୍ କରି ସବସ୍କ୍ରାଇବ୍ କରିଦେବେ। ଚାଲନ୍ତୁ ଷ୍ଟାର୍ଟ କରିବା। ଘୋର ଶୀତ ଦିନର ସମୟ ହୋଇଥାଏ। ଶୀତ ସାଙ୍ଗକୁ ଥଣ୍ଡା ପବନ ମଧ୍ୟ ବହୁଥାଏ। ଗୋଟେ ଜଙ୍ଗଲିଆ ଗାଁ ଅଛି, ସେ ଗାଁ ନାଁ ହେଉଛି ଅନ୍ଧେରି। ଗାଁ ନାଁ ଯେମିତି ଅନ୍ଧେରି, ସେ ଚାରିଆଡ଼ ଏରିଆଟା ମଧ୍ୟ ସେମିତି ଅନ୍ଧାର, ଜଙ୍ଗଲିଆ ଏରିଆ। ଏଠି ଏତେ ପରିମାଣରେ କୁହୁଡ଼ି ହେଉଥାଏ ଯେ ସବୁଆଡ଼େ ଖାଲି କୁହୁଡ଼ିର ଧୂଆଁ, ଆଉ ସେ କୁହୁଡ଼ିର ଧୂଆଁର ଅନ୍ଧାରମୟରେ ଦୁଇ ପାଦ ପର୍ଯ୍ୟନ୍ତ ମଧ୍ୟ କିଛି ଦେଖାଯାଉନଥାଏ। ସେଇ କୁହୁଡ଼ିର ଧଳା ଧୂଆଁ ମଧ୍ୟରୁ ଧୀରେ ଧୀରେ ଗୋଟେ କାର୍ ସେ ଗାଁ ଭିତରକୁ ପଶିବାକୁ ଲାଗିଲା। ଆଉ ଗାଡ଼ିରେ ବସିଥିଲେ 3 ଜଣ। ଡ୍ରାଇଭିଂ କରୁଥାଏ ରାଜା, ଆଉ ତା ପାଖ ସିଟ୍ରେ ବସିଥାନ୍ତି ପବିନ ଆଉ ଗଙ୍ଗା। ସେମାନେ ରାଜା ସହିତ ବୁଲିବାକୁ ଆସିଥାନ୍ତି। ରାଜା ଗାଡ଼ି ଚଲେଇ ଚଲେଇ କହୁଥାଏ, ଆରେ ସାଙ୍ଗ, ଜାଣିଛୁ ଏଇ ଗାଁର ନେଲୁ ଭୂତ ବାହାରନ୍ତି। ଆଉ ଏଇ ଗାଁରେ ଗୋଟେ ସ୍ତ୍ରୀ ଲୋକ, ମହିଳା ସ୍ତ୍ରୀ ଲୋକ ବାହାରେ ଧଳା ଶାଢ଼ୀ ପିନ୍ଧିକି। ସେ ଯାହାକୁ ବି ଚାହିଁବ ତା ଚେହେରାରେ ପରିଣତ ହେଇଯିବ। ଆଉ ତା ଚେହେରା ହେଲା ମାନେ ସେ ଗ୍ୟାରେଣ୍ଟି ତାକୁ ମାରିବ। ଏହା ଶୁଣି ପବିନ ଭୟରେ କହିଲା, ଅନେଇଲୁ ସାଙ୍ଗ, ତୁ ତ ଜାଣିଛୁ ମୁଁ ସେମିତି ଅନ୍ଧାରକୁ ଡରେ, ତା ଭିତରେ ତୁ ପୁଣି ଆହୁରି ଡରଉଛୁ। ତୁ ଆଉ ଡରନା, ତୁ ଗାଡ଼ି ଚଲାଉ ଚୁପଚାପ। ପବିନର କଥା ଶୁଣି ଗଙ୍ଗା ହସି ହସି କହୁଥାଏ, ଛଲବା, ଏ ଯେ ଛଲୁଆ ଭୂତ କଥା କହୁଛୁ ତୁ, ଏସବୁ ଗାଲୁଆ କଥା, ସବୁ ମନଗଢ଼ଣ କାହାଣୀ, ଏଗୁଡ଼ା ସବୁ ଟିଭିରେ ଆଉ ୟୁଟ୍ୟୁବରେ ଦେଖାଯାଏ ନା, ସେ କ'ଣ ସବୁ ସତରେ ଥାଏ? ଏମିତି କହିକି ଗାଡ଼ି ଧୀରେ ଧୀରେ ଚାଲିଥାଏ। ଘନ କୁହୁଡ଼ିରେ କାର୍ର ହେଡ଼ଲାଇଟ୍ କିଛି ଦୂର ପର୍ଯ୍ୟନ୍ତ ମାତ୍ର ଦେଖାଯାଉଥାଏ। ହଠାତ୍ ସାମ୍ନାର କୁହୁଡ଼ି ଦେହ ମଧ୍ୟରେ ଗୋଟେ ଛାୟା ଧୀରେ ଧୀରେ ଦେଖିବାକୁ ଲାଗିଲା। ପାଖାପାଖି ଯେତେବେଳେ ଗାଡ଼ି ଯାଇ ପହଞ୍ଚିଲା, ହଠାତ୍ କାର୍ର ବ୍ରେକ୍ ମାରିଲା ରାଜା। ଆଉ ସାମ୍ନାରେ ଦେଖିଲେ ଗୋଟେ ଧଳା ଶାଢ଼ୀ ପିନ୍ଧିଥିବାର ଗୋଟେ ଝିଅ, ତାର ଲମ୍ବା କେଶ ସହିତ ମୁଣ୍ଡ ସେ ତଳକୁ ନୁଆଁଇକି ଛିଡ଼ା ହୋଇଛି। ଆଉ ସିଏ ଗାଡ଼ି ଯାଉଥିବା ଯେଉଁଆଡ଼େ ସେଇ ଦିଗ ଆଡ଼କୁ ଅନେଇ ଠିଆ ହେଇଛି, ଯାହାକି ସେମାନେ ଯିବାକୁ ବାଟ ନଥିଲା। 3 ଜଣ ସାଙ୍ଗ ହଠାତ୍ କାବା ହେଇଯାଉଛନ୍ତି। ଆରେ ଏ କିଏ କିରେ? ନାଇଁ ମ, ଅନେକ ରାଜା, ତୁ ଗାଡ଼ି ସେପଟେ ପଛକୁ ବୁଲେଇକି ପଳେଇ ଚାଲିଲାଣି। କିଏ ସେ ଦେଖିବାନି। ରାଜା ଆଉ ପବିନ ଗଙ୍ଗାକୁ ମନା କଲା ସତ୍ତ୍ୱେ ଗଙ୍ଗା କହୁଥାଏ, ତୁ ଉଠିଲୁ, ମୁଁ ଗାଡ଼ି ଟିକେ ରଖ, ମୁଁ ଯାଇ ଦେଖି କିଏ ସେ। ଯଦି ଠିଆ ହେଇଯାଉଛି, ଏଇ ଗାଁର କିଏ ଗୋଟେ ହେଇଥିବ। ତାପରେ ଗଙ୍ଗା ଧୀରେ ଧୀରେ ଗାଡ଼ି ଠିଆ ହେଇଥିବା ଜାଗାଠାରୁ 1 ମିଟର ଦୂରରେ ସେ ଝିଅଟି ଠିଆ ହେଇଥାଏ। ଆଉ ଧୀରେ ଧୀରେ ସେ ଯାଇ ଝିଅ ପାଖକୁ ଗଲା, ଆଉ ତା ମୁଣ୍ଡକୁ ସିଧା କରିବାକୁ ଚେଷ୍ଟା କରି ଯେପରି ଛୁଇଁଛି, ଝିଅଟି ଧୀରେ ଧୀରେ ତା ମୁହଁଟି ଉଠାଇଲା। ଆଉ ତା ମୁହଁ ଦେଖି ଗଙ୍ଗା ପୁରା ଭୟରେ ଥରୁଥାଏ, କାରଣ ସେ ଝିଅର ମୁହଁ ଅବିକଳ ଗଙ୍ଗା ପରି ହୋଇଯାଇଥାଏ। ଗଙ୍ଗା ଡରି ଯାଇକି ପଛକୁ ଯେତେବେଳେ ଦୌଡ଼ିବାକୁ ଆରମ୍ଭ କଲା, ତା ପଛରୁ ଶୁଭୁଥାଏ କେବଳ ଗୋଟିଏ ସ୍ୱର, ମୁଁ ଗଙ୍ଗା। ହଠାତ୍ ସେଇ ଝିଅଟି ଧୀରେ ଧୀରେ ଗଙ୍ଗାରେ ପରିଣତ ହୋଇଗଲା। ତାପରେ ସେ ପିନ୍ଧିଥିବା ଶାଢ଼ୀ ଧୀରେ ଧୀରେ ଲମ୍ବିବାକୁ ଲାଗିଲା, ଆଉ ଲମ୍ବିକି ଦୌଡ଼ିଥିବା ଗଙ୍ଗାର ବେକରେ ଗୁରେଇ ହେଇଗଲା। ତାପରେ ଗଙ୍ଗା ଚିତ୍କାର କରିବାକୁ ଲାଗିଲା, ଆଉ ମୋତେ ବଞ୍ଚାଅ ରାଜା, ପବିନ, ମୋ ବେକକୁ ଚାପିଦେଲା, ମୋତେ ବଞ୍ଚାଅ, ମୋତେ ଏଠୁ ନେଇଯାଅ। କିଛି ସମୟ ଚିତ୍କାର କରିବା ପରେ ସବୁ ଶାନ୍ତ ହୋଇଗଲା। ଆଉ ଏଭଳି ଶାନ୍ତ ଦେଖିକି ରାଜା ପବିନ ଭାବିଲେ ଗଙ୍ଗା ଚାଲିଗଲା। ସେଥିପାଇଁ ସେ ଭୟରେ ଗାଡ଼ି ଭିତରେ ବସି ଗାଡ଼ିର ଡୋରକୁ ଦେଇଦେଲେ, ଆଉ ଗାଡ଼ି ଷ୍ଟାର୍ଟ କରି ସେଇ ଦେଖାଯାଉନଥିବା ରାସ୍ତାରେ ଧୀରେ ଧୀରେ ଆଗକୁ ବଢ଼ିବାକୁ ଚେଷ୍ଟା କଲେ। ସେ ଯାଉଥିବା ସମୟରେ ପଛରୁ ପୁଣି ଥରେ ଗଙ୍ଗାର ଚିତ୍କାର, ରାଜା, ମୋତେ ଛାଡ଼ିକି ଯାଉନି, ମୋତେ ବଞ୍ଚାଅ, ନେଇଯାଅ ରାଜା, ମୋତେ ମାରିଦେବ। ଆଉ ସେ ଛଲୁଆର ହସ, କାହାରିକୁ ଛାଡ଼ିବିନି। ଏମିତି ସାଉଣ୍ଡ ଶୁଣି ସେମାନେ ସେଇ ଗାଁ ଭିତରକୁ ପଳେଇଲେ। ତାପରେ ସକାଳ ହେଇଗଲା। ସକାଳେ ଗାଁରେ ଯାଇ ସମସ୍ତଙ୍କୁ ସେଇ କଥା କହିଲେ। ଗାଁ ଲୋକମାନେ ଖୋଜାଖୋଜି କରି ଗୋଟେ ପୁରୁଣା କୂଅ ପାଖରେ ଗଙ୍ଗାର ଶବକୁ ପାଇଲେ। କିନ୍ତୁ ଦେଖିଲେ ସେ ଶବକୁ ଆପଣ ମଧ୍ୟ ଭୟ କରିଯିବେ, କାହିଁକି ନା ତା ମୁହଁ ପୁରା ବିକୃତ ହୋଇଯାଇଥିଲା, ଆଉ ତା ଗଳା ପୁରା କଳା ପଡ଼ିଯାଇଥିଲା।
ସେହି ଗାଁର ମୁଖିଆ ଏସବୁ ଦେଖି ଗୋଟେ ପଞ୍ଚାୟତ ବସାଇଲେ। ଆଉ ପଞ୍ଚାୟତରେ ଗୋଟେ ପଣ୍ଡିତକୁ ଡାକିଲେ। ତା ସହିତ ସମସ୍ତ ଗାଁ ବୁଲାକୁ ମଧ୍ୟ ଡକାଗଲା। ପଣ୍ଡିତ କହିବା ଅନୁସାରେ ଯିଏ ବି ସେ ଛଲୁଆକୁ ଦେଖି ଡରିଯିବ, ଯଦି ଡରିଗଲା ତାହେଲେ ସେ ଛଲୁଆ ଶକ୍ତିଶାଳୀ ହୋଇଯିବ ଆଉ ସେ ତା ଚେହେରା ନେଇଯିବ। ତାପରେ ତାକୁ ସେ ମାରିଦେବ। ସେହି ଗାଁରେ ଥିବା ପୁରୁଣା ବର ଗଛ ପାଖେ ପୂଜାପାଠ କରିଲେ ଯାଇ ତାଠୁ ରୋକାଯାଇପାରିବ। ତା ପରଦିନ ରାତିରେ ପୂଜାପାଠ ଆରମ୍ଭ ହେଲା। ଗାଁର ସମସ୍ତେ ଆସିଥାନ୍ତି। ପୂଜାପାଠ ଆରମ୍ଭ ହୋଇଥାଏ। ହଠାତ୍ ପୂଜା ସମୟରେ ପବିନ ପାଖରେ କେହି ତାକୁ ଡାକିଲା ପରି ଶୁଭିଲା। ସେ ଯେତେବେଳେ ପଛକୁ ଘୁଞ୍ଚି ଦେଖିଲା ତ ରାଜା ଠିଆ ହୋଇଛି ପୂଜା ଗଛଠାରୁ କିଛି ଦୂରରେ, ଅନ୍ୟ ଦିଗକୁ ଅନେଇକି ଛିଡ଼ା ହୋଇଛି। ପବିନ ଯାଇ ଯେତେବେଳେ ଡାକେ, ରାଜା, ହେଇ ସେଠି କ'ଣ ଠିଆ ହୋଇଛି, ଇଆଡ଼େ ଆସ। ସାମ୍ନାରେ ଥିବା ରାଜାର ଆଖି ପୁରା କଳା ପଡ଼ିଯାଇଥାଏ ଆଉ ସେ ବି ମଧ୍ୟ ସେ ଛଲୁଆର ଶିକାର ହୋଇସାରିଥାଏ। ପଣ୍ଡିତ ପୂଜାପାଠ କରି ଘୋଡ଼ା ଭାଙ୍ଗିଲା ଆଉ ସେଇ ମନ୍ତ୍ରପାଠର ଧୂଆଁ ସହିତ ଛଲୁଆ ମଧ୍ୟ ଅଦୃଶ୍ୟ ହୋଇଯାଇଥାଏ। କିନ୍ତୁ ପାଖରେ ଠିଆ ହୋଇଥିବା ପବିନ, ଯିଏ 3 ଜଣ ସାଙ୍ଗ ଭିତରୁ ମାତ୍ର ଜଣେ ଥାଏ, ହଠାତ୍ କ'ଣ କେଜାଣି ହେଲା ତାର। ତା ବେକ ଧୀରେ ଧୀରେ ମୋଡ଼ି ହେବାକୁ ଲାଗିଲା ଆଉ ଆଖି କଳା ହେବାକୁ ଲାଗିଲା। ପଣ୍ଡିତ କହିଲେ, ଏବେ ସେ ତୁମକୁ ଗ୍ରାସ କରିବ ଆଉ ତୁମର ଚେହେରା ମଧ୍ୟ ନେଇଯିବ ଆଉ ତୁମକୁ ମାରିଦେବ। ପରବର୍ତ୍ତୀ ରାତିରେ ସମଗ୍ର ଗାଁରେ ପୁରା ହାହାକାର ଖେଳିଗଲା। କାହିଁକି ନା ସେ ଛଲୁଆ ପ୍ରତ୍ୟେକ ଦିନ ସମସ୍ତଙ୍କ ଘରୁ କେହି ନା କେହି, ମା, ବାପା, କେହି ପରିବାର, ସମସ୍ତଙ୍କ ରୂପରେ ଆସି ସମସ୍ତଙ୍କ ଚେହେରାରେ ପ୍ରବେଶ କଲା ଆଉ ସମସ୍ତଙ୍କୁ ମାରିବାରେ ଲାଗିଲା। ତାପରେ ଗାଁଟା ସାରା ପୁରା ଚିତ୍କାର, କାନ୍ଦଣା, ରକ୍ତମୟ ହୋଇଗଲା। ସମସ୍ତେ ଛଲୁଆର ଶିକାର ହୋଇସାରିଥିଲେ। ତା ପରଦିନ ସକାଳେ ହେଲା। ଗାଁଟା ପୁରା ସୁନସାନ ହୋଇସାରିଥିଲା। ସମସ୍ତଙ୍କ କାନ୍ଥରେ ଲେଖା ହୋଇଥିଲା, ଛଲୁଆ। ଏହି ଖବର ଚାରିଆଡ଼େ ବ୍ୟାପିଗଲା। ସହରକୁ ମଧ୍ୟ ଜଣାପଡ଼ିଗଲା ଏହି ଖବର। ତାପରେ କିଛି ଦିନ ପରେ ପୋଲିସ ଆସିଲା ଆଉ ସେଇ ପୋଲିସ ସାଥିରେ ଗୋଟେ ନ୍ୟୁଜ୍ ରିପୋର୍ଟର ମଧ୍ୟ ଆସିଥିଲା। ଆଉ ସେଇ କୂଅ ପାଖକୁ ଯେତେବେଳେ ପୋଲିସ ଗଲା, ସେଇ କୂଅ ଭିତରୁ କେତେବେଳେ ରାଜର ସ୍ୱର ତ କେତେବେଳେ ପବିନର ସ୍ୱର। ସମସ୍ତଙ୍କ ସ୍ୱରରେ ଗୋଟିଏ କଥା ଆସୁଥାଏ, ତୁମମାନେ ମଧ୍ୟ ଆସିଗଲ, ମୁଁ ତୁମମାନଙ୍କୁ ମଧ୍ୟ ନେଇ ଆସିବି ଏଇଠିକି। ଏବେ ତୁମେ ମଧ୍ୟ ମୋର ଶିକାର ହେବ। ଏହିଭଳି ସାଉଣ୍ଡ ଯେତେବେଳେ ଆସିଲା, ସମସ୍ତ ପୋଲିସ ମଧ୍ୟ ଭୟ କରିଥିଲେ। ସହରରୁ ଆସିଥିବା ସେଇ 28 ବର୍ଷୀୟ ସାମ୍ବାଦିକ ରେଶ୍ମା, ସହରରୁ ଆସିଥିବା 28 ବର୍ଷୀୟ ସାମ୍ବାଦିକ ମହିଳା ରେଶ୍ମା, ସେ ଛଲୁଆରେ ଶିକାର ହୋଇ ମରିସାରିଥିବା ରାଜାର ଭଉଣୀ ଥିଲା। ସେ ତା ଭାଇକି ବହୁତ ଭଲ ପାଉଥିଲା ଆଉ ସେ ତା ଭାଇର ମୃତ୍ୟୁର ରହସ୍ୟ ଜାଣିବାକୁ ସେଦିନ ପୋଲିସମାନଙ୍କ ସାଥିରେ ସେଇ ଗାଁକୁ ଆସିଥିଲା। ହଠାତ୍ ସେ ରାତିରେ ସେଇ ଗାଁରେ ଗୋଟିଏ ଘରେ ଶୋଇଛି। ହଠାତ୍ ତା ଭାଇର କଥା ଭାବୁଥିଲା ବେଳେ ବାହାରେ ଝରକା ପଟେ ଦେଖିଲା ଯେ ଝରକା ଆରପଟେ ରାଜା ଠିଆ ହୋଇଛି ଆଉ ତା ଆଖି ପୁରା କଳା ହୋଇଯାଇଛି ଆଉ ଭୟଙ୍କର ହସରେ କହୁଛି, ମୁଁ ରାଜା ନୁହେଁ, ମୁଁ ଛଲୁଆ। ଏସବୁ ଦେଖି ରେଶ୍ମା ଦୌଡ଼ିବାକୁ ଲାଗିଲା। କିନ୍ତୁ ସେତେବେଳକୁ ସମଗ୍ର ଗାଁ ପୁରା ଭୂତର ଶିକାର ହୋଇସାରିଥିଲା। ରେଶ୍ମା ଯେତେବେଳେ ଦୌଡ଼ି ଦୌଡ଼ି ଯାଇ ସେ ପଣ୍ଡିତଙ୍କ ଘରେ ପଶିଗଲା ଆଉ ଭାବିଲା ପଣ୍ଡିତଙ୍କ ଘର ତା ପାଇଁ ସେଫ୍ ହେବ। ସେ ଯେତେବେଳେ ତା ଘର ଦୁଆର ମୁହଁ ପାଖେ ଠିଆ ହୋଇ ଦେଖିଲା, ପଣ୍ଡିତଙ୍କ ଆଖି ମଧ୍ୟ କଳା ପଡ଼ିଯାଇଥାଏ ଆଉ ସେ ବି ଛଲୁଆର ଶିକାର ହୋଇସାରିଥିଲେ। ସେ ପଣ୍ଡିତଙ୍କ ଘରେ ଗୋଟେ ପୁସ୍ତକ ପଢ଼ିଥିଲା ଆଉ ସେ ପୁସ୍ତକରେ ଲେଖା ଥିଲା ଯେ ଛଲୁଆ ଗୋଟେ ଅଭିଶପ୍ତ ଆତ୍ମା। ସେ ଏକ ଏମିତି ଚେହେରା ଖୋଜୁଥାଏ ଯିଏକି ତାକୁ ମୁକ୍ତି ଦେଇପାରିବ ଆଉ ସେହି ଚେହେରା ଥିଲା ରେଶ୍ମା। ରେଶ୍ମା ମଧ୍ୟ ଜାଣିସାରିଥିଲା ଛଲୁଆ ରେଶ୍ମାକୁ ଛାଡ଼ିବନି। ତାପରେ ରେଶ୍ମାର ଉପାୟ କିଛି ନ ପାଇ ସେ ଯାଉଥିବା ରାସ୍ତାରେ ରେଶ୍ମାକୁ ମଧ୍ୟ କବ୍ଜା କରିନେଲା ଆଉ ରେଶ୍ମାର ଆଖି ମଧ୍ୟ କଳା ହୋଇଗଲା। ସେହିଦିନଠାରୁ ରେଶ୍ମା ମଧ୍ୟ ଛଲୁଆରେ ପରିଣତ ହୋଇଗଲା। ସେହି ଛଲୁଆ ଶେଷରେ ରେଶ୍ମାକୁ ମାରି ତାର ରୂପ ମଧ୍ୟ ନେଇଗଲା ଆଉ ରେଶ୍ମା ରୂପରେ ସେ ଫେରିଗଲା ସହରକୁ। ଏବେ ସହରରେ ଖେଳିବା ଆତଙ୍କ, କାହିଁକି ନା ଛଲୁଆ ଏବେ ଯାଇ ସହରରେ ଯାଇ ସେ କେମିତି ଲୋକମାନଙ୍କୁ ତାର ଶିକାର କରିବ ଜାଣିବା ପାଇଁ
ଅପେକ୍ଷା କରନ୍ତୁ ଛାଲୱାର ପାର୍ଟ 2କୁ। ଯଦି ଏହି କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଆଉ ବେଲ୍ ଆଇକନ୍କୁ ଅନ୍ କରିବାକୁ ଭୁଲିବେନି, କାରଣ ଆଗକୁ ଟୁଇଷ୍ଟ ଅଛି। ସହରରେ ସେ ଛାଲୱାର କାହାକୁ ମାରିବ, କେମିତି ମାରିବ, ରେଶ୍ମା ଘରେ ଯାଇ ସେ କ'ଣ କରିବ, ଏସବୁର କଥା ଦେଖାହେବ ପାର୍ଟ 2ରେ।